ଆପଣଙ୍କୁ ଶତ୍ରୁ ହଇରାଣ କରୁଛନ୍ତି କି? ଯେଉଁ ଶତ୍ରୁ ହଇରାଣ କରୁଛନ୍ତି ଶତ୍ରୁକୁ ହଟେଇବା ପାଇଁ ହେଲେ ତାହେଲେ ଉଚ୍ଚିଷ୍ଟ ଗଣେଶଙ୍କୁ ପୂଜା କରନ୍ତୁ। କୌଣସି ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ୟା ସମୟରେ ଗୋଟେ ଲାଲ କପଡ଼ା ଉପରେ ଉଚ୍ଚିଷ୍ଟ ଗଣେଶଙ୍କର ଚିତ୍ରପଟ ରଖନ୍ତୁ। ଭୋଗରାଗ ଧୂପଦୀପ ନୈବେଦ୍ୟ ଏସବୁ ସ୍ଥାପନ କରନ୍ତୁ। ଘିଅ ଦୀପ ଲଗାନ୍ତୁ, ଧୂପ ଲଗାନ୍ତୁ, 21 ଲଡ଼ୁ 21 ଫଳ ଆକୁ ଖଣ୍ଡ ଆକୁ ସବୁ ସ୍ଥାପନ କରି ଗଣେଶଙ୍କୁ ଷୋଡ଼ଶୋପଚାର ପୂଜା କରନ୍ତୁ। ପୂଜା କରିସାରିଲା ପରେ ମୁଁ ଗୋଟିଏ ମନ୍ତ୍ର ଡାକୁଛି, ଶତ୍ରୁ ଦମନ ମନ୍ତ୍ର ଗଣେଶଙ୍କର। ଏହି ମନ୍ତ୍ରକୁ 108 ଥର ଜପ କରିବେ। ଜପ କରିବା ସମୟରେ ଆକୁ ଖଣ୍ଡକୁ ଛୋଟ କରିକିରି ଚୋବଉଥିବେ ଏହି ମନ୍ତ୍ରକୁ ଜପ କରିବେ। ଓಂ ଗଂ ଗଣପତୟେ ନମଃ ଶତ୍ରୁ ଦମନାୟ ହୁଁ ଫଟ୍ ସ୍ୱାହା। ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ଜପ କରିସାରିଲା ପରେ ଦେଖିବେ ଶତ୍ରୁ ନିଶ୍ଚିତ ଦମନ ହୋଇଯିବେ। ଏହି ପ୍ରୟୋଗ ଆପଣ 5ଟି ଚତୁର୍ଥୀ ତିଥିରେ କରିଲେ କାର୍ଯ୍ୟ ସଫଳ ହେବ, ଶତ୍ରୁ ହଟିଯିବେ, କାର୍ଯ୍ୟ ସଫଳ ହେବ, ମଙ୍ଗଳ ହେବ। ରହୁଛି ନମସ୍କାର। ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।